ସମସ୍ତଙ୍କୁ ଶୁଭ ସନ୍ଧ୍ୟା। ମୋ କଥା ଶୁଭୁଛି? ଆଜ୍ଞା ସାର୍, ଶୁଭ ସନ୍ଧ୍ୟା ସାର୍। ଗୁରୁ ପ୍ରାୟ ତତେ ଦୁରୁ କରେ ଭୀତି, ସଖୀ ପ୍ରାୟ ତତେ ସ୍ମରୁଥାଏ ନୀତି। ଏହି କାଳଜୟୀ କବିତା ପଂକ୍ତିର ସ୍ରଷ୍ଟା କିଏ କହିପାରିବେ? ଆପଣମାନେ? ରାଧାନାଥ ରାୟ। କେଉଁ କାବ୍ୟର ଏଇଟା? ଚିଲିକା। ଭେରି ଗୁଡ, ପଢିଛ। ଏଇଟା କେଉଁ ଉଦ୍ଦେଶ୍ୟରେ କହିଛନ୍ତି କିଏ କହିପାରିବ? କାହାର ମନେ ଅଛି ଯେ ରାଧାନାଥ ରାୟ ଚିଲିକାକୁ ସଖୀ ବୋଲି ସମ୍ବୋଧନ କରିଛନ୍ତି? ହଁ, ଠିକ ଅଛି। ଏବଂ କାହିଁକି କହିଛନ୍ତି ଏଟା ମନେ ଅଛି କାହାର? ଠିକ ଅଛି, ଆମେ ପରେ ସେ ବିଷୟରେ ଆଲୋକପାତ କରିବା। ମୁଁ ଆଜି ଯୋଉଟା ରାଧାନାଥ ରାୟଙ୍କ କାବ୍ୟ ପର୍ଯ୍ୟାୟକୁ ଆମେ ଆଲୋକପାତ କରୁଥିଲେ ବା ଦୃଷ୍ଟି ନିକ୍ଷେପ କରୁଥିଲେ, ସେହି କ୍ରମରେ, ସେହି ନ୍ୟାୟରେ ଆଜି ଆମେ ଦେଖିବା ଯେ ରାଧାନାଥ ରାୟଙ୍କର ଯୋଉ କାବ୍ୟିକ ପ୍ରତିଭାର ଦ୍ୱିତୀୟ ପର୍ଯ୍ୟାୟ କ୍ରମରେ ଆମେ ଦେଖିବା ଚିଲିକା କାବ୍ୟ ସମ୍ପର୍କରେ। ଚିଲିକା କାବ୍ୟ ପ୍ରାୟତଃ ଏ କାବ୍ୟଟି ରଚିତ ହେଇଛି 1891 ମସିହା ବେଳକୁ। ଆମେ ଏହା ପୂର୍ବରୁ ଗୋଟିଏ କାବ୍ୟ ଆଲୋକପାତ କରିଥିଲେ, ଯୋଉଥିରେ ବେଜାତୀୟ ସଂସ୍କୃତି ବା ପାଶ୍ଚାତ୍ୟ ସଂସ୍କୃତିର ଛିଟା ଥିଲେ ମଧ୍ୟ ରାଧାନାଥ ରାୟ ଚେଷ୍ଟା କରିଛନ୍ତି, ଆପ୍ରାଣ ଚେଷ୍ଟା କରିଛନ୍ତି ଯେ କିଭଳି ଭାବରେ ପାଶ୍ଚାତ୍ୟ ସଂସ୍କୃତିକୁ ପ୍ରାଚ୍ୟ ଶୈଳୀରେ ନିପାତ କରାଯାଇପାରେ, ଯୋଉଟା ଗଙ୍ଗେଶ୍ୱର ରାଜାଙ୍କ ପକ୍ଷରେ ସମ୍ଭବ ହେଇଛି। ରାଣୀ ତାଙ୍କୁ ଉଚିତ ଦଣ୍ଡ ଦେଇଛନ୍ତି। ଏଭଳି ସଂସ୍କୃତି ଆମେ ପାଶ୍ଚାତ୍ୟ ବାଇରନ ହୁଅନ୍ତୁ, କିଡସ୍ ହୁଅନ୍ତୁ, ସେଲି ହୁଅନ୍ତୁ, କିମ୍ବା ସେ ଗ୍ରୀକ ସାହିତ୍ୟର ମହାନାୟକ ହୋମର ହୁଅନ୍ତୁ, ଆମେ ଦେଖୁଛେ ଯେ ପାଶ୍ଚାତ୍ୟ ସାହିତ୍ୟ ସଂସ୍କୃତିରେ ଯେ ସମ୍ପର୍କାନ୍ୱିତ ଯୋଉ ସମ୍ଭୋଗ ସମ୍ପର୍କ ଏକ ବହୁ ବିଚିତ୍ର, ଯୋଉଟା ରାଧାନାଥ ରାୟ ଆଶଙ୍କା କରିକି ପ୍ରାଚ୍ୟ ସଂସ୍କୃତିରେ ତାକୁ କିଭଳି ଭାବରେ ଉଚିତ ଦଣ୍ଡ ଦିଆଯାଇପାରେ, ଯେ ଏ କାର୍ଯ୍ୟଟି ଏକ ଅନୈତିକ କାର୍ଯ୍ୟ, ଏଭଳି ଏକ ପ୍ରସଙ୍ଗକୁ ଉଦ୍ବୋଧ କରି ତାକୁ ସଠିକ ଦଣ୍ଡ ଦେଇଛନ୍ତି। କିନ୍ତୁ ସମକାଳୀନ ସମୟରେ ଯେତେବେଳେ ସେ ସମ୍ବଲପୁରୀ ହୈତେଶିଣୀ ପତ୍ରିକାରେ ସେ କାବ୍ୟଟି ପ୍ରକାଶ ପାଉଛି ଧାରାବାହିକ ଭାବରେ, ସେ ସମୟରେ ଏ ପ୍ରସଙ୍ଗକୁ, ଏଭଳି ଏକ ପ୍ରସଙ୍ଗକୁ ସମାଲୋଚିତ କରିବାର ଏକ ଅବସର ମଧ୍ୟ ସୃଷ୍ଟି ହେଇଥିଲା। ସେ ଯାହା ବି ହଉ, ଆମେ ପାର୍ବତୀ କାବ୍ୟକୁ ଜାଣିଛେ, ସେଟା କଣ ସମ୍ପୂର୍ଣ୍ଣ କାବ୍ୟ କି ପିଲାମାନେ? ଅସମ୍ପୂର୍ଣ୍ଣ କାବ୍ୟ। ଅସମ୍ପୂର୍ଣ୍ଣ କାବ୍ୟ। ଆମେ ଯେମିତି ପାହାଡର ଦିଓଟି ସମତଳ ଉପତ୍ୟକା ଥାଏ ଏବଂ ପାହାଡର ଶୀର୍ଷ ଦେଶରେ ଯେଭଳି ଭାବରେ ପାହାଡ ସୌନ୍ଦର୍ଯ୍ୟ ଥାଏ, ଆମେ ସେଇଭଳି ଏକ ସୌନ୍ଦର୍ଯ୍ୟ ଭୂମିକୁ ଆଜି ଆଲୋକପାତ କରିବାକୁ ଯାଉଛେ। ସେ ସୌନ୍ଦର୍ଯ୍ୟ ଭୂମି ହଉଛି ଚିଲିକା। ଯୋଉମାନେ ମ୍ୟୁଟ କରିଦିଅ, କାରଣ ମୁଁ ଏକଥା ସାଉଣ୍ଡ ହଉଛି, ମ୍ୟୁଟ କର। ଓକେ,
आमे सेभली एक भूमि संपर्क रे आलोकपात करिबा जोठी आमे उपत्यकार भ्रम पाइबा। कारण ए कथाटी कहिबार तात्पर्य होउछि जे आमे पार्वती काव्य एक असंपूर्ण काव्य एवं एहार परवर्ती काव्य बा चिलिकार परवर्ती काव्य होउछि पिला माने महायात्रा। महायात्रा मध्य एक असंपूर्ण काव्य। ए दियोटी असंपूर्ण काव्यर एक मध्यस्थली होउछि चिलिका, जहा होउछि कोन ना संपूर्ण काव्यटी। ए काव्य रे ई जो समय थिला पिला माने ई जो पार्वती काव्य रचनार समय एवं अन्य पटे होउछि महायात्रा काव्यर समय। ए समय होउछि राधानाथ को चित्त विकृतिर समय, जोठी से विषादग्रस्त। त माने देखिथिबो जे मु से प्रसंग आलोचना करिबि जे राधानाथ को साहित्य बा चिलिका को किभली भाबरे महिमान्वित करिछि। राधानाथ कर जो व्यक्तिगत भावा बेग बा व्यक्तिगत स्पृहा आमे देखुचे जे समय राधानाथ विषादग्रस्त एवं एक प्रशांतिर प्रशस्त मार्ग खोजिबाकू चेष्टा करूचंती राधानाथ, जोटा आमे देखुचे चिलिका काव्य रे। से कहउचंती सेति पई जे गुरु प्राय तते सखी गुरु प्राय ताकू दूर करे भीति सखी प्राय तते स्मरु थाए नीति। अर्थात जे से दक्षिण भारत एवं उत्तर भारत ये उभय जो तीर्थ अछि धुआंधार हो से हिमालय हो ये जो अंचल से दंडकारण्य हो ये अंचल बुलिबा परे से जो भयंकर गुरु को आमे जेमती दूर करू भीति बा गुरु को जेमती आमे दूर देखिले भय करू, किंतु सखी को आमे निज आपणार कथा कहि पारू बा ता पाखरे आमे खुशी रहू, से कथा कहउचंती एठी काव्य नायिका हेची चिलिका। चिलिका केवल एठी ह्रद नुहे, जेमती गंगाधर मेहर करिचंती तपस्विनी काव्य रे जे प्रकृति को जस्ट लाइक ए सब्जेक्ट ऑब्जेक्ट नुहे, प्रकृति गोटे वस्तु नुहे। एठी प्रकृति होची गोटे जीवन बा प्रकृति होची एक गोटे सब्जेक्ट। सब्जेक्ट कहले जहार जीवन थाए जे मनीष भलिया व्यवहार करि पाइबा अंतः प्रकृति। आमे देखुचे चिलिका काव्य रे जे अंतः प्रकृति एवं बाह्य प्रकृतिर एक समीकरण। कारण एठी बाह्य प्रकृति जेतिकी सौंदर्य अंतः प्रकृति ताठु आहुरी जीवंत। एथिरे सत रज तम गुण त्रिगुणा आमे चिलिका को देखुचे। ठीक अछि, आमे एक काव्य संपर्क रे किछि कथा मु कहिबी जे काव्यटी आधुनिक समय रे काहे कि आमे राधानाथ को आधुनिक कवि कहिबा एठू ए काव्यरू मद ए काव्य होची तांकर गोटे बड़ वैशिष्ट्य जे मॉडर्निटी आमे जो कहूचे आधुनिकता आसिला बा मॉडर्निटी आसिला आमे जो कहूचे ए काव्य होची तार वैशिष्ट्य। कारण तुम माने देखिथिबो जे तुम माने तो समस्त वर्तमान एसएसबी पाई केही पढुथिबो जानिथिबो जे से समय जेतबेले अछि आमर कोठी ब्रह्मांड सुंदरी रे बसंत समय जो अच्छी जो पहिला उदय तार जो प्रमय तार कथा मान आमे जो कहा जाइछि बसंत समय सेठी प्रकृतिर कथा कहा जाइछि। तुम माने देखिथिबो लक्ष्य करथिबो तो तापरे तुम माने देखिथिबो जे किछि कांसरे जेतबेले ऋतु वर्णना आसुची रसकल्लोल काव्य तमे मध्ये देखुथिबो एठी लक्ष्य करथिबो जे आवश्यक अनुसारे प्रकृति को आयुध भाव रे ग्रहण करा जाउतला। प्रकृति को आवश्यक स्थले मन रखिबे कथाटी जे प्रकृति को आवश्यक जेतले दरकार पडुतला से समय रे धर नायक नायिका उपवन विहार महाकाव्यर लक्षण जे नायक एवं नायिका उपवन रे निश्चय विहार करिवे से समय निहाती प्रकृतिर व्यापार प्रकृतिर प्रसंग आसीबो, किंतु सेठी प्रकृतिर नख मुख वर्णना करा जाउतला। प्रकृति को वर्णना करा जाउतला, प्रकृति को एक वस्तु भाव रे वर्णना करा जाउतला, निर्जीव भाव रे वर्णना करा। किंतु प्रथम थर पई राधानाथ प्रकृति को एक जीवंत स्वरूप भाव रे वर्णना कले एवं प्रकृति प्रथम कर काव्यर केंद्र बिंदु हैला प्रकृति। प्रकृति को केंद्र करी प्रकृति कहले चिलिका। चिलिका गोटे आमे देखिबा एबे चिलिका एक ह्रद हे पारे सौंदर्यर ह्रद, किंतु ए सौंदर्य ह्रद भितरे नद नदी
ଭାଲେରୀ ସୋଲେରୀ ଭଳିଆ ପାହାଡ, ତାପରେ ଝାଉଁ ବଣ, ତ ସହିତ ବାଉଁଶ ବଣ, ତାପରେ ଚିଲିକାରେ ଯୋଉ ସଭାରାଶି ବଢଉଥିବା ନୌକା ଯାତ୍ରା ଏବଂ ସୂର୍ଯ୍ୟ ଯେତେବେଳେ ଉଦୟ ଅସ୍ତ ହଉଛନ୍ତି ସେ ସମୟରେ ଦେଖାଯାଉଛି ଯୋଉ ଚିଲିକାର ଜଳରାଶି ଯୋଉ ପ୍ରବାଳ ବର୍ଣ୍ଣ ଦେଖାଯାଉଛି, ଯେ ତାହା ଉତ୍କଳ ଲକ୍ଷ୍ମୀଙ୍କର ଏକ ବାସସ୍ଥଳୀ ହଉଛି ଚିଲିକା। ଏଭଳି ପରିକଳ୍ପନା ପୂର୍ବରୁ ଆମେ ଆମ ସାହିତ୍ୟରେ ଦେଖିନଥିଲା। ଆମ ସାହିତ୍ୟରେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରକୃତି ଆମେ ଦେଖିଛେ, ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ପ୍ରକୃତି ବର୍ଣ୍ଣନା ଦେଖିଛେ, ଆମେ ଦୀନକୃଷ୍ଣଙ୍କର ପ୍ରକୃତି ବର୍ଣ୍ଣନା ଦେଖିଛେ, କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଆ ସାହିତ୍ୟରେ ରାଧାନାଥ ବାବୁ କଣ କଲେ ନା ପ୍ରକୃତିକୁ ମୁଖ୍ୟ ବିଷୟ, କେନ୍ଦ୍ରୀୟ ବିଷୟ, ମାନେ ସାହିତ୍ୟରେ ଶୁଣିଥିବ ଯେ କେନ୍ଦ୍ରୀୟ ଚରିତ୍ର ଏବଂ ମୁଖ୍ୟ ଚରିତ୍ର, ଯାହା ମାଧ୍ୟମରେ ଉପନ୍ୟାସ ଗତି କରେ ବା ଗଳ୍ପଟି ଗତି କରେ ଆମେ ତାକୁ କହିବା କେନ୍ଦ୍ରୀୟ ଚରିତ୍ର, ଯାହା ସାହାଯ୍ୟରେ ଗତି କରେ ତାକୁ କହିବା ଗୌଣ ଚରିତ୍ର ବା ପାର୍ଶ୍ୱ ଚରିତ୍ର। ଠିକ ଅଛି, ତ ଏଇ ଯୋଉ କାବ୍ୟ କବିତା ରାଧାନାଥ ରଚନା କଲେ ଇଏ ହଉଛି ଚିଲିକାକୁ କେନ୍ଦ୍ର କରିକି, ବା ଚିଲିକା ହେଲା ଏହି କାବ୍ୟର ମୁଖ୍ୟ ପ୍ରସଙ୍ଗ। ଏଟାକୁ ପାଶ୍ଚାତ୍ୟ ସାହିତ୍ୟର ଯଦିଓ କାବ୍ୟଟି ପୂର୍ଣ୍ଣ ଭାବରେ ଆମେ କହିପାରିବା ନାହିଁ ଯେ ରାଧାନାଥ ରାୟଙ୍କର ଏକ ମୌଳିକ ସୃଷ୍ଟି, କିନ୍ତୁ ଏ କାବ୍ୟଟି ପ୍ରାୟତଃ ମୌଳିକତା ଆମେ ଦେଖୁଛେ, ରାଧାନାଥଙ୍କର ଯୋଉ ଅଗାଧ ପାଣ୍ଡିତ୍ୟର ଏକ ପରାକାଷ୍ଠା ଦେଖୁଛେ, କିନ୍ତୁ କେହି କେହି ସମାଲୋଚକ କୁହନ୍ତି ଯେ ରାଧାନାଥଙ୍କର ଏଇ ଯୋଉ ଚିଲିକା କାବ୍ୟଟି ପିଲାମାନେ ପାଶ୍ଚାତ୍ୟ କାବ୍ୟ ଲେଡି ଅଫ ଦି ଲେକ୍, ବା ଯୋଉଠି ଗୋଟେ ଲେକ୍ କୁ ଗୋଟେ ହ୍ରଦକୁ ନାୟିକା ଭାବରେ ସଜା ଯାଇଛି ବା ବର୍ଣ୍ଣନା କରାଯାଇଛି, ଠିକ ଅନୁରୂପ ଭାବରେ ଯେହେତୁ ରାଧାନାଥ ରାୟ ମଧ୍ୟ କାବ୍ୟ ନାୟିକା ଭାବରେ ଆମର ଚିଲିକାକୁ ବର୍ଣ୍ଣନା କରୁଛନ୍ତି, ତେଣୁ ଏହି ମରାଳ ମାଳିନୀ ନୀଳାମ୍ବୁ ଚିଲିକାକୁ ବା ବର୍ଣ୍ଣିତ କାବ୍ୟକୁ କୁହାଯାଉଛି ଯେ ଲେଡି ଅଫ ଦି ଲେକ୍ ର ଏକ ବା ଲେଡି ଅଫ ଦି ଲେକ୍ ର ଅନୁସରଣରେ ଏ କାବ୍ୟଟି ରଚିତ ହେଇଛି। ମୁଁ କିଛି କଥା ଯୋଉ ବିଷାଦଗ୍ରସ୍ତ ଏଥିରେ ଅଛି, ବିଷାଦବାଦ, ଜାତୀୟତାବାଦ, ଏବଂ ଆମେ ଦେଖୁଛେ ରାଧାନାଥଙ୍କର ସୌନ୍ଦର୍ଯ୍ୟ ଚେତନା, ଯେତେବେଳେ ଉତ୍ତର ପଶ୍ଚିମ ତୀରର ପ୍ରସଙ୍ଗ ବର୍ଣ୍ଣନା କରୁଛନ୍ତି ଅତ୍ୟନ୍ତ ଭାବାବେଗ ହୋଇ ପଡିଛନ୍ତି। ବିଷାଦଗ୍ରସ୍ତ ରାଧାନାଥ ରାୟ ତାଙ୍କର ସୌନ୍ଦର୍ଯ୍ୟ ଚେତନାରେ ଏତେ ଭାବଗ୍ରସ୍ତ ହେଇଛନ୍ତି ଯେ ତମେ ଆଶ୍ଚର୍ଯ୍ୟ ହବ, ସୌନ୍ଦର୍ଯ୍ୟର ଯୋଉ ଚରମ ସୀମାକୁ ସେ ପହଞ୍ଚିଛନ୍ତି। ସେ କଣ କହୁଛନ୍ତି ଦେଖିବା, ଯେ ସଂସାରରେ ଥାଇ ମୁଁ ସଦା ଉଦାସୀନ, ସଂସାରରେ ଥାଇ ମୁଁ ସଦା ଉଦାସୀନ, ଉଦାସୀନ ପ୍ରାୟ କଟାଇଲି ଦିନ। ରାଧାଙ୍କର ବିଷାଦ ଭାବନା ଦେଖ, ସଂସାରୀ ସଙ୍ଗତେ ସଙ୍ଗୀ ହେବା ପାଇଁ, ସଂସାରୀ ସଙ୍ଗତେ ସଙ୍ଗୀ ହେବା ପାଇଁ କେବେ ହେ ମୋହର ମନ ବଳେ ନାହିଁ। ଯେ ରାଧାନାଥ ଏଠି ସଂସାର ବିଚ୍ଛେଦ ବା ସଂସାର ବିମୁଖୀ ହେଇଛନ୍ତି। ତେଣୁ କଣ କହୁଛି, ହସି ଖେଳି ଯେହୁ ଗମନ୍ତି ସମୟ, ହସି ଖେଳି ଯେହୁ ଗମନ୍ତି ସମୟ, ଜୀବନ ମରଣ ମହୋତ୍ସବମୟ। ସେ ଯେ ହସି ଖେଳିକି ଏଠି ଜୀବନ ଦର୍ଶନ କଥା ଆସୁଛି, ରାଧାନାଥଙ୍କର ଜୀବନ ଦର୍ଶନ ଏଠି ପ୍ରତିଫଳିତ ହଉଛି, ଯେ ରାଧାନାଥ ସୂଚାଇ ଦଉଛନ୍ତି ଯେ ହସି ଖେଳିକି ବଞ୍ଚିବା ହଉଛି ଜୀବନ ମରଣ, ଏଠି ଗୋଟେ ମହୋତ୍ସବ ଭଳିଆ ଲାଗେ ଯେ ହସି ଖେଳିକି ବଞ୍ଚିଛି। ଛାର ଭାଗ୍ୟ ମୋର ପିହିତ ପାଷାଣ, ଛାର ଭାଗ୍ୟ ମୋର ପିହିତ ପାଷାଣେ, ଜୀବନ ଗଢା ଅନ୍ୟ ଉପାଦାନେ ରାଧାନାଥ ନିଜର ଭାଗ୍ୟକୁ ନିନ୍ଦା କରୁଛନ୍ତି। ତାପରେ କହୁଛନ୍ତି ଯେ ମୁଁ ଦୁଃଖ ଗୁରୁଙ୍କର ପଟ ଶିଷ୍ୟ, ସେ ଯୋଉ ତାଙ୍କର ବିଷାଦ ଭାବନାକୁ ପଟ ଶିଷ୍ୟ ବା ସେ ହଉଛନ୍ତି ଦୁଃଖ ରୂପକ ଗୁରୁର ପଟ ଶିଷ୍ୟ, ବା ଗୁରୁଠୁ ଶିଷ୍ୟ ଅଧିକ ଦୁଃଖୀ, ସେଇ କଥାକୁ ସେ ସୂଚାଇ ଦେବାକୁ ଚାହିଁଛନ୍ତି। ଏବଂ ତମେ ଏଠି ଲେଖିବ ଯେ ରାଧାନାଥଙ୍କର ବ୍ୟକ୍ତିଗତ ପ୍ରସଙ୍ଗ ଏଠିକି ହଠାତ୍ ଚାଲି ଆସିଛି। ଇଏ ତ ଗଲା ସୌନ୍ଦର୍ଯ୍ୟ ଏବଂ ରାଧାନାଥଙ୍କର ବିଷାଦବାଦର ପ୍ରସଙ୍ଗ, କିନ୍ତୁ ଏଇ କାବ୍ୟରେ ପ୍ରକୃତି ଏକ
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଇଛି। ତମେ ଦେଖିଥିବ ଯେ ଚିଲିକାର ସାୟନ୍ତନ ଯେ କହୁଛନ୍ତି ଧନ୍ୟ ଯଶ ତମେ ଯୋଉ ତୁମ୍ଭେ ଆୟୁଷ୍ମାନ ଅଛି, ଯୋଉ ବଳଦେବ ରଥଙ୍କୁ ସେ ଅଭିସାର କବି ମାନଙ୍କୁ କଣ କରୁଛନ୍ତି, କଣ କରୁଛନ୍ତି, ଉତ୍ସାହ ପ୍ରଦାନ କରୁଛନ୍ତି। ଇଏ ଗୋଟେ ପ୍ରସଙ୍ଗ। ତ ସହିତ ତମେ ଦେଖିବ ଯେ ଚିଲିକାର ଯୋଉ ଚାରୁ ଅଳଙ୍କାର ଯୋଉ କୁହାଯାଇଛି ଉତ୍କଳ କମଳା ବେଳାସ ଦୀର୍ଘିକା ମରାଳ ମାଳିନୀ ନୀଳାମ୍ବୁ ଚିଲିକା ଉତ୍କଳ ତୁହି ଚାରୁ ଅଳଙ୍କାର ଉତ୍କଳ ଭୁବନେ ସଭାର ଭଣ୍ଡାର। ଏଇ ଯୋଉ ପ୍ରସଙ୍ଗ ବର୍ଣ୍ଣନା ସେଠି ହଉ, ସେ ଯୋଉ କାଙ୍କୁଡିର ପ୍ରସଙ୍ଗ ହଉ, ବା ସେ ଯୋଉ ଚଢେଇ ଗୁହା ପାହାଡର ପ୍ରସଙ୍ଗ ହଉ, ସେଠି ଯୋଉ ପକ୍ଷୀ ମାନଙ୍କର ପ୍ରସଙ୍ଗ ହଉ, ଇଏ ହଉଛି ରାଧାନାଥଙ୍କ ସୌନ୍ଦର୍ଯ୍ୟ ଦୃଷ୍ଟିର କଥା। ରାଧାନାଥ ରାୟ କେବଳ ଏଇ କାବ୍ୟରେ ଯେ ସୌନ୍ଦର୍ଯ୍ୟ ଦୃଷ୍ଟିକୁ ଉପସ୍ଥାପନା କରିଛନ୍ତି ତାହା ନୁହେଁ, ଏଥିରେ ଓଡିଶାର କିମ୍ବଦନ୍ତୀ ଏବଂ ଇତିହାସକୁ ଯୋଉଟା ରାଧାନାଥ ରାୟଙ୍କର ପ୍ରମୁଖ ମନୋବୃତ୍ତି ବା ବୈଶିଷ୍ଟ୍ୟ କହିଲେ ଅତ୍ୟୁକ୍ତି ହବ ନାହିଁ। ତମମାନଙ୍କୁ ମୁଁ ସୂଚନା ଦେବାକୁ ଚେଷ୍ଟା କରିଥିଲି ଯେ କେଦାର ଗୌରୀ ହଉ କିମ୍ବା ତାଙ୍କର ନନ୍ଦିକେଶ୍ୱରୀ କାବ୍ୟ ହଉ କିମ୍ବା ତାଙ୍କର ଉଷା କାବ୍ୟ ହଉ, ଏ ତିନୋଟି କାବ୍ୟରେ ତମମାନେ ଅନୁମାନ କରିଥିବ ଯେ କିଭଳି ଭାବରେ ରାଧାନାଥ ଚେଷ୍ଟା କରିଛନ୍ତି କିମ୍ବଦନ୍ତୀକୁ ଏବଂ ଇତିହାସକୁ ଆମ ପାରିପାର୍ଶ୍ୱିକ ପୃଷ୍ଠଭୂମିରେ ସତ୍ୟତା ପ୍ରମାଣ କରିବା ପାଇଁ ଚେଷ୍ଟା ଲାଗି ପଡିଛନ୍ତି ରାଧାନାଥ, ଯେ ମୁଁ ତାକୁ କିଭଳି ଭାବରେ ସତ୍ୟତା ପ୍ରଦାନ କରିବି ବା କିଭଳି ଭାବରେ ସତ ଘଟଣା ବା ଏଇଟା ସତ୍ୟ ଯେ ଇତିହାସ ହଉଛି ପ୍ରାଚୀନର ସତ୍ୟ ବା ଅତୀତର ସତ୍ୟ, ତେଣୁ ସେ ଜିନିଷକୁ ମୁଁ କିଭଳି ଭାବରେ ପ୍ରୁଭ୍ କରିବି, ପ୍ରମାଣିତ କରିବି, ସେଥିପାଇଁ ରାଧାନାଥ ଚେଷ୍ଟା କରିଛନ୍ତି। କିନ୍ତୁ କିଛି କାଂଶରେ ସଫଳ ହେଇଛନ୍ତି, କିଛି କାଂଶରେ ବିଫଳ ହେଇଛନ୍ତି। କିନ୍ତୁ ଏଠି ମଧ୍ୟ ରାଧାନାଥ ସେଇ ପ୍ରୟାସ କରିଛନ୍ତି। ଯେତେବେଳେ ରାଜା ପୁରୁଷୋତ୍ତମ ଦେବ ଯେତେବେଳେ କଣ କରିଛନ୍ତି ନା ପଦ୍ମାବତୀଙ୍କୁ ଚିଲିକା ବାଟ ଦେଇକି ଚିଲିକା ରାସ୍ତା ଦେଇ ଆଣୁଛନ୍ତି, ସେ ପ୍ରସଙ୍ଗକୁ ସେ କିମ୍ବଦନ୍ତୀକୁ ଏଠି ରାଧାନାଥ ବର୍ଣ୍ଣନା କରୁଛନ୍ତି। ଏବଂ ତମାନେ ଦେଖିବ ଯେ ରକ୍ତବାହୁର ମୃତ୍ୟୁ ପ୍ରସଙ୍ଗ, ରକ୍ତବାହୁର ହତ୍ୟା ପ୍ରସଙ୍ଗ ଏଠି ମଧ୍ୟ ରାଧାନାଥ ଅତ୍ୟନ୍ତ ସୁନ୍ଦର ଭାବରେ ଉପସ୍ଥାପନା କରୁଛନ୍ତି। ଏ ଦୁଇଟି କିମ୍ବଦନ୍ତୀକୁ ରାଧାନାଥ ଚିଲିକା କାବ୍ୟ ପରିସରକୁ ଆଣିଛନ୍ତି। ଯେମିତି କୁହାଯାଉଛି ଯେ ପୁରୁଷୋତ୍ତମ ଦେବ ଯୋଉ ପଦ୍ମାବତୀଙ୍କୁ ଆଣିଲା ବେଳେ କାଞ୍ଚି ଜୟ କରି କାଞ୍ଚିରୁ ନୀଳାଚଳକୁ ଆଣିଲା ବେଳେ ସେ ଚିଲିକା ବାଟ ଦେଇକି ଆଣିବା ପ୍ରସଙ୍ଗ ଅଛି। ଏବଂ ରକ୍ତବାହୁର ଯୋଉ ଚିଲିକା ଗର୍ଭରେ ମୃତ୍ୟୁବରଣ, ଏ ପ୍ରସଙ୍ଗ ଏ ଘଟଣା ଗୁଡିକୁ କାବ୍ୟରେ ରାଧାନାଥ ରାୟ ଦେବାକୁ ଚେଷ୍ଟା କରିଛନ୍ତି। ତତ୍ସହିତ ତମେ ଦେଖିବ ଯେ ସୌନ୍ଦର୍ଯ୍ୟ ବା ସନ୍ଧ୍ୟା ସମୟର ସୌନ୍ଦର୍ଯ୍ୟ ଏଠି ସେ ଅତ୍ୟନ୍ତ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି। ତମମାନେ ପଢିଥିବ ଯେ ଚିଲିକାରେ ସାୟନ୍ତନ ବା ସନ୍ଧ୍ୟାକାଳୀନ ଦୃଶ୍ୟର ଯୋଉ ବର୍ଣ୍ଣନା, ନାବିକ ମାନେ ଯୋଉ ପଛ ଘରକୁ ଫେରୁଛନ୍ତି, ଇଏ ଯୋଉ ହଉଛି ରାଧାନାଥ ରାୟଙ୍କର ସୌନ୍ଦର୍ଯ୍ୟ। ତାହେଲେ ଇଏ ଥିଲା ହଉଛି ରାଧାନାଥ ରାୟଙ୍କର ଏଇ କାବ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ଯୋଉଟା ରାଧାନାଥ ରାୟଙ୍କ ଚିଲିକା କାବ୍ୟରେ ଆଲୋଚ୍ୟ ଯୋଗ୍ୟ ସମାନ ଭାବରେ କୁହାଯାଇପାରେ ଯେ ରାଧାନାଥ ରାୟଙ୍କର କାବ୍ୟ ଚିଲିକା ସମାନ ଭାବରେ କିମ୍ବଦନ୍ତୀ ଏବଂ ନୈସର୍ଗିକ ସୌନ୍ଦର୍ଯ୍ୟର ବାସସ୍ଥଳୀ। ଠିକ ଆଉ ଗୋଟେ କଥା ମୁଁ କହିବାକୁ ଭୁଲି ଯାଇଛି, ସେ ଭାରତର ମୁଁ ଯେମିତି କହୁଥିଲି ଦକ୍ଷିଣ ଭାରତ ଧୂଆଁଧାର ଏସବୁ ପ୍ରସଙ୍ଗ ମାନେ ସବୁଆଡୁ ବୁଲିକି ଆସିଲା ପରେ ସେ ଚିଲିକାକୁ ଦେଖୁଛନ୍ତି ଯେ ଏ ଚିଲିକା ତ ହଉଛି ଅତ୍ୟନ୍ତ ଶାନ୍ତିପ୍ରିୟ ଜାଗା, ଅତ୍ୟନ୍ତ ଚମତ୍କାର, ଅତ୍ୟନ୍ତ ସୌନ୍ଦର୍ଯ୍ୟ। ମୁଁ ଯେତିକି ଦେଖିଲି ସେ ଦେଖୁଛନ୍ତି ହିମାଳୟରେ ଦେଖୁଛନ୍ତି ହିମାଳୟ ଯାଇଛନ୍ତି, ତାପରେ ମଣିକର୍ଣ୍ଣିକା ସବୁଆଡେ ବୁଲାବୁଲି କରିଛନ୍ତି, ଦକ୍ଷିଣ ଭାରତ ଉତ୍ତର ଭାରତ ଏ ଅଞ୍ଚଳ ସବୁ ବୁଲିଛନ୍ତି, କିନ୍ତୁ ସେ କୋଉଠି ବି ମଧ୍ୟ ସୁଖ ପାଇନାହାନ୍ତି। ସେ ଓଡିଶାର ଚିଲିକାରେ ବସିକି ସେ ଯୋଉ ଶାନ୍ତି ଯୋଉ ପ୍ରଶାନ୍ତି ପାଇଛନ୍ତି ତାକୁ ସେ ବ୍ୟକ୍ତ କରୁଛନ୍ତି। ଇଏ ଥିଲା ରାଧାନାଥ ରାୟଙ୍କର ପିଲାମାନେ ଚିଲିକା କାବ୍ୟ ସମ୍ପର୍କରେ ସୂଚନା। ତାପରେ ଦେଖିବା ରାଧାନାଥ ରାୟଙ୍କର ଅନ୍ୟତମ ପ୍ରସଙ୍ଗ
जोटा रही महाजात्रा महाजात्रा प्रसंगटी को आम भल भाव देखा एटा टिके गुरुत्वपूर्ण ए काव्य पिला माने रचना आरंभ होता 1891-92 मसीह महाजात्रा कवि राधानाथ राय प्रतिभार एक परिचय एक कारण ये प्रतिभा ये जो काव्य प्रतिभाटी यदि परिचित होता ताहले एक स्वतंत्रता पाई कारण महायात्रा रे कौन स्वतंत्रता रही पिला माने कहल हेलो बाबू माने सर अमित्राक्षर छंदरे रचित वेरी गुड राधानाथ बाबू आधुनिक समय हाँ ठीक ए काव्यटी पिला माने अमित्राक्षर छंद मित्राक्षर छंद तुम मैंने जानिच जोटी ज्योतिपात घटे एवं प्रत्येक पादर अंतरे कौन घटे कौन कहा जाए प्रांत मिलन किंतु एथिरे सेटा घटी नाही ये होची अमित्राक्षर छंदर वैशिष्ट्य तेणु राधानाथ बाबू चेष्टा करिसेंती जे गोटे नुआ स्टाइल रे ए काव्यटी मध्य असंपूर्ण नुआ स्टाइल रे नुआ शैली रे गोटे काव्य रचना करिवे किंतु ए काव्यटी होची पिला माने अमित्राक्षर छंदरे ए काव्य रचित एवं एक आधुनिक साहित्य रे गोटे माइल कुंड भलिया बा गोटे पथ प्रदर्शक भलिया काव्य ये कारण एथिरे तमे देखिबो पौराणिक विषय विन्यास मध्यरे जो आधुनिकतार वार्ता ये काव्य को विशेष भाव रे साफल्य मंडित करिछि ए काव्यटी मन रखिबो जे जो आमर उत्कल प्रभा पत्रिका प्रकाश पाउथिला एही उत्कल प्रभा पत्रिका रे पिला माने ये काव्यटी धारावाहिक भाव रे बा एपिसोडिक जाको कहूछु आमे एपिसोड हिसाब रे जोरा पत्रिका रे प्रकाश पाए ए संख्या द्वितीय संख्या तृतीय संख्या से बड़ी भाव रे धारावाहिक भाव रे ए काव्यटी प्रकाश पाइथिला मात्र मु जेमति कहउतली जे यहा असंपूर्ण रही जाइथिला एथिरे ताले प्रश्न आसीबो तमानक मन रे जे केतोटी धारावाहिक संख्या रे बा केतोटी स्वर्ग ए काव्य उत्कल प्रभाव रे प्रकाश पाइथिला ताले तुम मन रख जे मात्र 7टी स्वर्ग प्रकाश पाई एही काव्यटी सेठी स्टॉप हे जाइथिला बा बंद हे जाइथिला ए काव्यटी जो असंपूर्ण काव्यटी तमे मु तुमको कहली 91-92 मसिया 91 रु 92 मसिया जेमती 97 रु 98-99 मसिया 98-99 मसिया पर्यंत तमर के प्रकाश पाइथिला फकीर मोहन कर 6-8 गुंठ उत्कल साहित्य पत्रिका 1897 रे प्रकाश पाइथिला हां तो ई जो सेही बड़ी भाव रे एटा 91 रु 92 मसिया समय रे प्रकाश पाइची उत्कल प्रभा रे एवं ई जो महाजात्रा काव्यटी जो असंपूर्ण रही गला 7टी स्वर्ग प्रकाश पाई सेटा कोन हेची ना 1896 मसिया रे एहा असंपूर्ण काव्य भाव रे पिला माने पुस्तक आकार रे प्रकाश पाइला एटा ए जिंसटी पेले केबे हेले भी तमे झुंटिबो नाही जे 91-92 रे उत्कल प्रभा रे प्रकाश पाउथिला किंतु 1896 बेलकू ए काव्यटी कोन हेची ना पुस्तक आकार जदि असंपूर्ण किंतु पुस्तक आकार रे प्रकाश पाइला ए काव्यटी जो असंपूर्ण रहिबार कारण संपर्क रे आमे किछि सूचना पाऊ मु से जीवनी कारक नाम मध्य कहि देबी जे राधानाथ जेहेतु तमे जानि तो शिक्षा विभाग से उच्च स्तर को पहुंचीतिले तांकर जो अधस्तन जने कर्मचारी थिले से जाइकी सरकारंक कानरे कहि देले जे महाजात्रा एवं जो कविता बळी रे जो कविता अछि तांकर शिवाजींकर उत्साह बाणी ई उभय कृति रे तमरो राधानाथ बाबू सरकारंक विपक्ष रे जाइकी किछि
ମନ୍ତବ୍ୟ କିଛି କଟୁ ଆଲୋକପାତ କରିଛନ୍ତି। ଏ ପ୍ରସଙ୍ଗ ଯେତେବେଳେ ସେ ସେ ସରକାରଙ୍କୁ କହିଦେଇଛନ୍ତି, କିନ୍ତୁ ଏ ସମ୍ପର୍କରେ ସରକାର ସଚେତନ ହେଇକି ରାଧାନାଥକୁ ଗୋଟେ ଗୋପନ ଚିଠି ବା ଗୋଟେ ସିକ୍ରେଟ ଲେଟର ପଠେଇଲେ ଯେ ରାଧାନାଥ ବାବୁ ତମେ ଏ ଅଂଶଟିକୁ କଣ କର ନା କାଟିକି ଫୋପାଡ଼ି ଦିଅ ବା ତମେ ବାଦ ଦିଅ। କିନ୍ତୁ ରାଧାନାଥ ଏ ପ୍ରସଙ୍ଗ ଶୁଣିଲା ପରେ ଅତ୍ୟନ୍ତ ମର୍ମାହତ ହେଲେ। ଅଳ୍ପ ସମୟ ଥିଲା ତାଙ୍କର ଚାକିରି। ଏ ଯୋଉ ସେ ସମୟରେ ପିଲାମାନେ କଣ କରୁଥିଲେ କହିଲ, 5ଟି ସ୍ୱର୍ଗ ଅଲରେଡି ସେ ପାଣ୍ଡୁଲିପି କହିଲେ ହାତ ଲେଖା ସେ ଲେଖି ସାରିଥିଲେ 5ଟି, ମନେ ରଖିପାରିବ। ଏବଂ 5ଟି ମାନେ କେତେ, ଅଷ୍ଟମ ସ୍ୱର୍ଗ ପର୍ଯ୍ୟନ୍ତ। ପାଞ୍ଚଟି ମାନେ କେତେ, ଅଷ୍ଟମରୁ 12 ସ୍ୱର୍ଗ ପର୍ଯ୍ୟନ୍ତ ନା ନାହିଁ। ଏ ଯୋଉ 5ଟି ସ୍ୱର୍ଗକୁ ସେ କଣ କଲେ ନା ଚିରିକି ନିଆଁରେ ପୋଡ଼ିଦେଲେ। ଆଉ ଯୋଉ 18ଟି ସ୍ୱର୍ଗ ପର୍ଯ୍ୟନ୍ତ ସେ ଖସଡ଼ାଟିଏ ପ୍ରସ୍ତୁତ କରିଥିଲେ ଯେ ମୁଁ ଏ କାବ୍ୟଟିକୁ ଗୋଟେ ବୃହତ କଳେବର କରିବି, ସେଇଟାକୁ ମଧ୍ୟ ସେ ଚିରିକି ଫୋପାଡ଼ି ଦେବା କଥା ଆମେ ଜାଣିବା। କିନ୍ତୁ ଯୋଉ ପ୍ରସଙ୍ଗଟି ସରକାର ତାଙ୍କୁ ଚିଠି ମାଧ୍ୟମରେ ସୂଚେଇଥିଲେ ଯେ ତମେ ଏ ପ୍ରସଙ୍ଗଟି କଣ କର ନା ତମେ ବାଦ ଦିଅ, କିନ୍ତୁ ସେଇ ପ୍ରସଙ୍ଗଟି ପିଲାମାନେ ରାଧାନାଥ ରଖିଦେଲେ। ଏ ସବୁ କଥା, ଏ ଯୋଉ ତମକୁ ମୁଁ କହିଲି ଯେ 5ଟି ସ୍ୱର୍ଗ ଅଲରେଡି ସେ ରଚନା କରିଥିଲେ ଏବଂ 8 ସ୍ୱର୍ଗରୁ, ଅଷ୍ଟମ ସ୍ୱର୍ଗରୁ ଏବଂ 12 ସ୍ୱର୍ଗ ପର୍ଯ୍ୟନ୍ତ ଯୋଉ ଲେଖିକି ରଖିଥିଲେ 5ଟି ସ୍ୱର୍ଗ, ସେ ସ୍ୱର୍ଗକୁ କଣ କରିଛନ୍ତି, ପୋଡ଼ି ଦେଇଛନ୍ତି। ଏକଥା ଯୋଉ କହିଛନ୍ତି, ଏହାର ପ୍ରମାଣ ପିଲାମାନେ ହଉଛି ଯେ ଦୁର୍ଗାଚରଣ ରାୟ ସେ ଲେଖିଛନ୍ତି ରାଧାନାଥ ଜୀବନୀ। ଦୁର୍ଗାଚରଣ ରାୟ ରାଧାନାଥ ଜୀବନୀ ଏରେ ଏଇ ପ୍ରସଙ୍ଗଟିକୁ ସେ ଉଲ୍ଲେଖ କରିଛନ୍ତି। କିନ୍ତୁ ତମେ ଦେଖିବ ଆଶ୍ଚର୍ଯ୍ୟର କଥା ଯେ ରାଧାନାଥ ବାବୁ ଜଣେ ଯଶସ୍ୱୀ କବି କିଭଳି ଭାବରେ ଏସବୁ କଥାକୁ ସ୍ୱୀକାର କରିଛନ୍ତି, ଏଟା କେତେ ବିଶ୍ୱାସ ଯୋଗ୍ୟ, ଏଟା ତ ଦୂରହ ବ୍ୟାପାର। କିନ୍ତୁ ପରବର୍ତ୍ତୀ ସମୟରେ ତମେ ଯଦି ଦେଖିବ ତାଙ୍କର ଦରବାର କାବ୍ୟରେ ସେଥିରେ ଆହୁରି ତୀବ୍ର ଏବଂ ଶାଣିତ ଭାବରେ ଇଂରାଜୀ ଶିକ୍ଷା ଏବଂ ସଭ୍ୟତାକୁ ସେ ଆଲୋକପାତ କରୁଛନ୍ତି ବା ଇଂରାଜୀ ଶାସନ ସଭ୍ୟତା ପ୍ରତି ତାଙ୍କର ଯୋଉ କୁଠାର ମନ୍ତବ୍ୟ ସେ ପୋଷଣ କରୁଛନ୍ତି। ଏ ଯୋଉ ତମର ମୁଁ କହିଲି କାବ୍ୟଟି, କୋଉ କାବ୍ୟଟି କହିଲ, ଏ ଯୋଉ ମହାଯାତ୍ରା କାବ୍ୟଟି, ଏହା ଏକ ପୌରାଣିକ ପ୍ରସଙ୍ଗରୁ ସାମାଜିକ ପ୍ରସଙ୍ଗ ପର୍ଯ୍ୟନ୍ତ ଆସିଛି। ଯେ ଯୋଉ ପୌରାଣିକ ବିଷୟ ଆମର ଅଛି, ଯେ ଆମର ଯୋଉ କଣ ଶାରଳା ମହାଭାରତ ଏବଂ ମୂଳ ମହାଭାରତ, ଏ ଉଭୟ ମହାଭାରତକୁ କେନ୍ଦ୍ର କରି ବା ଶାରଳା ଦାସ ଯୋଉଠି ପ୍ରଚେଷ୍ଟା କରିଛନ୍ତି ଯୋଉ ବିଷୟକୁ ପରିବର୍ତ୍ତନ କରିବାକୁ, ସେ ସ୍ୱର୍ଗାରୋହଣ ପର୍ବ ପ୍ରସଙ୍ଗ କଥା ଏଠି ଆସିଛି ଯେ କିଭଳି ଭାବରେ ଶାରଳା ମହାଭାରତରେ ଅଗ୍ନିକୁ ଦିଆଯାଇଛି। ସେଇଟା ପ୍ରସଙ୍ଗଟି ମଧ୍ୟ ମୂଳ ମହାଭାରତରେ ଅଛି। କିନ୍ତୁ ଶାରଳା ମହାଭାରତରେ ଯୋଉ ପ୍ରସଙ୍ଗ ଅଛି ଏବଂ କିଛି ରାଧାନାଥ ବାବୁ କଣ କରିଛନ୍ତି, ପରିବର୍ତ୍ତନ କରିଛନ୍ତି ଏଥିରେ, ଯେ ସେ ମହୋଦଧିକୁ ଓଡିଶାକୁ ନେଇ ଆସିଛନ୍ତି ପାଣ୍ଡବ ମାନଙ୍କୁ ଏବଂ ପାଣ୍ଡବ ମାନେ କଣ କରିଛନ୍ତି ନା ମହୋଦଧିରେ ଅର୍ଜୁନ ସେ ନିଜର ଗାଣ୍ଡିବ ଧନକୁ ଦେଇଛନ୍ତି ହେଲା। ତ ଏଇଭଳି ଭାବରେ ଏ ପ୍ରସଙ୍ଗ ଏଥିରେ ରହିଛି, ସ୍ୱର୍ଗାରୋହଣ ପ୍ରସଙ୍ଗ। ଏବଂ ଭାରତ ବର୍ଷର ଇତିହାସ ସମ୍ପର୍କରେ ରାଧାନାଥ ରାୟଙ୍କୁ ଭଲ ଭାବରେ ସେ ଜାଣିଥିଲେ। ତେଣୁ କିଭଳି ଭାବରେ ଭାରତ ବର୍ଷ ଏକ ଅବକ୍ଷମୁଖୀ ଧର୍ମ ସଙ୍କଟ ଆଡକୁ ଯାଉଛି, ସେ ବିଷୟକୁ ଏଥିରେ ସେ ସୂଚେଇ ଦେବାକୁ ଭାବିଛନ୍ତି ଏବଂ ଯୁଧିଷ୍ଠିରଙ୍କୁ ତ୍ରିକାଳଦର୍ଶୀ କରିଛନ୍ତି ଯେ ଭାରତ ବର୍ଷର ପରବର୍ତ୍ତୀ ପର୍ଯ୍ୟାୟକୁ ଦେଖି ପାରୁଛନ୍ତି, କିନ୍ତୁ ସେ କଣ ନିଷ୍କ୍ରିୟ ବା ବାକ୍ୟସ୍ପଦହୀନ
से समय न्याय धर्म किभଳି भावरे एक भयंकर समय को चली जाउची से प्रसंग रे एठी कहा जाउची जे एठी दुई तीनोटी संधि प्रसंग रे कहा जाउची जे प्रथम संधिटी होउची पिला माने जे द्वापर जुगरु कली जुग पर्यंत ए संधिक्षण प्रसंग अछि तापर तो कली जुगर जे जोटा देखा दैछि मोहम्मद घोरी ए जो हमर आउ जने किए तांकर सहित युद्ध होला कि तांकर ना कोन अरे दिल्ली होउची हमरो कोन पृथ्वीराज चौहान हाँ पृथ्वीराज चौहान आउ किए आउ तांकर जो आउ जने जो थिले जो जौबनर जयचंद्र बास ए उभयଙ୍କ भितर जो युद्ध होउची एवं सतरे किए फायदा उठाउची 3 नंबर तांको ना हठात मने पडुनी तांको नाटा कोन जो सेनापति थिले दिल्ली सुल्तान नो तार मने अछि ना रो मु देखुची ठीक सर अलाउद्दीन खिलजी हो ना 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 अलाउद्दीन खिलजी तांको ना रो हाँ तांको ना हठात टिके मोर मने पडु नाही तांको ना होची 3 नंबर व्यक्ति तर नाटा मोर के हठात करी मु बोली जाई से तांको ना ओडे भलो ना जे दिल्ली सुल्तान रु इतिहास रे तो माने पढिथिबो ना ये तो पृथ्वीराज चौहान एवं जयचंद्रଙ୍କ ମଧ୍ୟରେ ଯୁଦ୍ଧ ହେଇଛି ବୁଝିଲ ତାପରେ ସେ अरे था भारी सेनापति अमर सेनापति कौन कहला अरे गोटे सेनापति नथिले के कार मन नाही कि अमर वासुदेव की सर ना 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 इडा दिल्ली सुल्तानी शासन कथा हम कहउतली कुतुबुद्दीन ऐबक नाय ना कुतुबुद्दीन ऐबक ना एठी आउ जने थिले तांको ना मु हठात भूली जाउची छोटो ना कल के कहबे सर रोह देखि दउची सेनापति अमर सिंह ना ना अमर सिंह ना तांको ना दिल्ली सिंहासन पाई संघर्ष हैला पृथ्वीराज और जयचंद्रଙ୍କ ମଧ୍ୟରେ संघर्ष जन नारी प्रथम संघर्ष करी द्वितीय संघर्ष संयुक्त तृतीय संघर्ष बेलू तृतीय शक्तिर आविर्भाव यही तृतीय ओके मोहम्मद घोरी हैला मोहम्मद घोरी पिला माने हैला एथिरे जो दुईटी संधिक्षण पुराण एवं हमर मानविक पर्यायर कथा कहा जाय जे मु तुम कहउतली जे प्रथमटी होची जे द्रौपदी पाई
गोटे संघर्ष घटुची नारी पाई एवं द्वितीयटी हूँ संयुक्ता मन रखिबो ए प्रसंग आसीची ए विषय रे हला इतिहास को से आनिचंती हला प्रथमटी हूँ जे परीक्षित को राजभार देई कि जोटा स्वर्गारोहण पर्व रे प्रसंगटी वर्णित अछि से माने जाउचंती प्रस्थान महाप्रस्थानिक पर्व रे बा महाप्रस्थान करूचंती हिमालय को यात्रा करूचंती आदिनाथ बाबू चेष्टा करिसंती जे मूल महाभारत एवं हमर जो संस्कृत महाभारत एवं सारल महाभारत ए उभय महाभारत रे समीकरण करिसंती तत्सहित राधानाथ निजर मौलिकता चेष्टा करिसंती कि भली भाबरे ओडिसार प्रसंग आसीबो जेमति मु तमको कहउतली जे जेभली भाबरे सारदास हरिसाहु प्रसंग आनिचंती स्वाणी कन्या प्रसंग ठीक से भली भाबरे राधानाथ बाबू चेष्टा करिसंती कोन करबा पई नीलाचल को आछंती नीलाचल रे एटा होची वैशिष्ट्य ए महायात्रा रो जे से महोदधि रे तांकर से गांडीव धनु को निक्षेप करिसंती एवं तांको ओडिसा रो जो तीर्थस्थली अछि तांको अग्नि देखैचंती ए प्रसंगटी आसीची एवं जोरा द्वितीय क्षण बरा संधि क्षण आमे कहि परिबा ए काव्य रे बा तृतीय पर्यायर विषय कहि परिबा ता होची जे जो एमाने गला परे बा भारत जेमति मु कहउतली जे उड दिव्य शक्ति दिया जाय युधिष्ठिर को समान महाप्रस्थान कला परे भारतर कौन हबो बा दिल्ली जोटा आमे कहूचे हस्तिना दिल्ली रो अवस्था कौन हबो हस्तिनापुर रो अवस्था कौन हबो सेठी कौन हिची ना पृथ्वीराज चौहान एवं जयचंद्रଙ୍କ ମଧ୍ୟରେ ହେଇଛି ଏବଂ ସେଠି ତୃତୀୟ ବ୍ୟକ୍ତି जे होचंती मोहम्मद घोरी से आसिचंती एवं एटा मध्ये गोटे नारी पाई केंद्रित हेची युद्धटी जोटा आमे कहि परिबा कोन संयुक्ता को तापरे भारत वर्ष रे मुसलमान बा आमे जाऊ कहूचु जवन शासन आरंभ होईची एवं जवन शासन समय रे दिल्ली सुल्तानी शासन जोटा आमे कहूचे तापरे भारत अवस्थार जो चित्र जो धर्म संकट भीतर को लोकमानकर स्थिति जोटा विभिन्न किछि क्षण पाई बौद्ध धर्म किछि क्षण पाई शैव धर्म ए जो प्रसंग आसीची तत्सहित भारत वर्ष रे जो विकल चित्र अछि ताकू देखेबा को चेष्टा करिसंती एतिकी रे पिला माने 7टी स्वर्ग समाप्त होईची आउ किछि कथा कहिबा को चेष्टा करथिले राधानाथ राय आउ किछि परवर्ती पर्यायर कथा कहिबा को चेष्टा करथिले हुए तो जे दिल्ली सुल्तानी परे परवर्ती पर्याय रे इंग्रेज शासन विरुद्ध रे आउ किछि एमती दस्तावेज उपस्थापना करिया को जाइथांते किंतु दुखर विषय जे सप्तम स्वर्ग परे आउ राधानाथ राय जो 5टी स्वर्ग लिखिथिले बा 12 स्वर्ग पर्यंत लिखिथिले ताहा प्रकाश पाई पारिला नाही। ये होची महायात्रा रो मूल कथा एथरे जो जो कथा के कहउचंती जे गुडे गुडे सुंदर प्रसंगटी राधानाथ कहउचंती जे एही कि से आर्य भूमि जोटा युधिष्ठिर मान को आमे आर्य कहि परिबा एही कि जे आर्य भूमि ए भूमि रो सुत एही कि जे आर्य भूमि ए भूमि रो सुत तुमे टिकी आर्य नाम दायाद जगते तापरे से कहउचंती जे बिना युद्धे न देबार सुचेग्र मेदिनी तापरे कहउचंती पण जेउ आर्यंकर तांकरी शोणित बहेटिकी आहे योद्धे तुम्भ धमनिरे तम धमनिरे धिक धिक शतधिक धिक ए मंत्रणा तापरे से कहउचंती जे एहीन मंत्रणा भीरु पामर उचित ए भली भावरे पिला माने से जो वीर रसर वार्ता बा ई आर्य भूमिर पूर्व गौरव को पूर्व स्मृति को बा पुराणर आर्य गौरव को आर्य सूर्य बीर्य को
ରାଧାନାଥ ଏଥିରେ ମନେ ପକାଇ ଦେଇଛନ୍ତି ଯେ ଏହି କି ସେ ଆର୍ଯ୍ୟ ଭୂମି ଯେ ଭୂମିରେ ବିନା ଯୁଦ୍ଧେ ଦିଏ ନାହିଁ ସୁଚକ୍ର ମଦିନୀ ବା ବିନା ଯୁଦ୍ଧରେ ଯେ ଯୋଉ ଆର୍ଯ୍ୟ ଭୂମିଟିଏ ମଧ୍ୟ ଦିଏ ନାହିଁ ସେ କିଭଳି ଭାବରେ ଟେକି ଦେଇଛି ଜବନ ଶାସନକୁ। ଏ ପ୍ରସଙ୍ଗରେ କବି ଯୋଉ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି ବାସ୍ତବିକ ତାହା ଏକ ସୂଚନା ଯେ ପରବର୍ତ୍ତୀ ପର୍ଯ୍ୟାୟରେ ରାଧାନାଥ କେଉଁ ସମ୍ପର୍କରେ ଉତ୍ସାହିତ ଏବଂ କାବ୍ୟର ଗତିପଥକୁ ନେବାକୁ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ବିଶେଷ ଭାବରେ ମଧୁସୂଦନ ରାଓ ଏମାନେ ବହୁତ ସୁନ୍ଦର ସୁନ୍ଦର ମତ ମନ୍ତବ୍ୟ ଦେଇଛନ୍ତି। ତମେ ଚାହିଁଲେ ସେ ସମ୍ପର୍କରେ ବିଭିନ୍ନ ବହିରୁ ପଢି ପାରିବ। ସେ ବିଷୟ ବିଶେଷ ଭାବରେ ଆବଶ୍ୟକ ନୁହେଁ ଯେ ଇଏ ହଉଛି ଏଇ କାବ୍ୟ ସମ୍ପର୍କରେ ତମମାନଙ୍କର କିଛି ସୂଚନା। କାହାର କିଛି ଡାଉଟ ଅଛି? हेलो सर काली मु जो पचारथि सर जो गप पे सर को बही गुडा पढी तार कंटेंट ऊपर जानिया ओपी पीजीटी ପାଇଁ ତ आज्ञा सर देखो तमे ब्रह्मानंद खुंटियांकर हला स्वाधीनता परवर्ती ओडिया क्षुद्र गल्प ब्रह्मानंद खुंटियांकर देखि परिबो। सेतरे जो माने अछंती सेटा देखि परिबो नहेले अन्य जो हमर इतिवृत्त उन्मेष उत्तरण वैष्णव बाबूंकर बहिटा जोटा ए बही माने सब ऑथेंटिक बही हैला। ए बही रु प्रायतः जो माने भी प्रश्न तैयारी करंती ए सब बही को समय देखंती। ये होची मूल बही हैला गल्प संपर्क रे भलो निरपेक्ष आलोचित बही एटा हैला। सर क्षुद्र गल्पर इतिवृत्त ओडिया क्षुद्र गल्पर इतिवृत्त प्रोफेसर वैष्णव चरण सामल हैला। आउ तमे देखि परिबो तांकर उन्मेष उत्तरण को देखि परिबो। एबे बाजार रे आ गुटे बही आसुची हमर कृष्णचंद्र प्रधान सारंकर जे ओडिया क्षुद्र गल्पर धरा और धारा सेटा गोटे प्रकार भी भलो ठीक ठाक अछि। तमे तीनोटी बही देखिया पड़िबो। आउ तमे जो 2323 वर्षर क्षुद्र गल्प देखुछ कविता बारिक ताहा भी देखि परिबो किंतु सेटा डीपली सेते आलोकपात करा जाय नाही। तमे चारोटी बही देखिले भी किछि असुविधा नाही हैला। ए बही गुडा को देखि परिबो हैला। ओडिया क्षुद्र गल्पर धरा और धारा आ उडे सर जो वीडियो रे 70 सहस्राब्दी सेटा कविता पाई आज्ञा आज्ञा कविता सुनो तमरो पीजीटी रे सेतरे केवल जनकु पाइबो। तमे गुरु प्रसाद महांती को पाइबो एवं सचिदानंद बाबूंकर द्वितीय पर्याय बा 70 परे जो सचिदा बाबू लिखिचंती किछि कविता ताकू पाइबो किंतु सेतरे तमरो पीजीटी पाई विशेष मिलिबो नाही। जो माने नेट पाई प्रिपरेशन करचंती सेतरे बहुत अछंती रमाकांत अछंती सीताकांत अछंती गुरु प्रसाद अछंती हैला। आउ तम पीजीटी पिला मानक पई सबुजरु सांप्रतिकटा बेस्ट हैला। आज्ञा धरा और धारा काहर कहले एटा केसी प्रधान कृष्णचंद्र प्रधान कृष्णचंद्र प्रधान एवं तांकर झियो ताना कोन बा सिद्धता निर्झरिणी बा सिद्धता निर्झरिणी से एठी पीएचडी करूची जीएम रे हैला। सिद्धता इंग्रजी रो डिपार्टमेंट रो जीवडा से आउ से दीटा बही देखिले भलो गोटे हिसाब रे किछि 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 माने तमे सबु पाइबोनी सेतरे धर मनोज दास को संपर्क जदी भलो आलोचना हेतिबो सेठी बिना पाणी महागति को संपर्क रे भलो आलोचना हेइ नथिबो। एमिति तमे 3-4टी बही को देखिया पड़िबो। ब्रह्मानंद खुंटिया भलो
ଲେଖିଛନ୍ତି ତାଙ୍କର ଯୋଉ ମନୋଜ ଦାସଙ୍କ ସମ୍ପର୍କରେ, ନୀଳମଣିଙ୍କ ସମ୍ପର୍କରେ, ନୀଳମଣି ରାଉତରାୟ। ତା ଛଡା ତମେ ଦେଖିବ ସେଠି ଆମର କଣ ସୁରେନ୍ଦ୍ର ମହାନ୍ତିଙ୍କ, ଅଖିଳ ମୋହନ ପଟ୍ଟନାୟକଙ୍କ ସମ୍ପର୍କରେ ବଢିଆ ଆଲୋଚନା କରିଛନ୍ତି। ଅଥେଣ୍ଟିକ ବୁକ୍। ସାର୍ ଏଇ ଯୋଉ ଏସଏସସି ପାଇଁ ଗଳ୍ପ ଗାଳ୍ପିକ ନିତ୍ୟାନନ୍ଦ ଶତପଥୀର ଭଲ ହବ ସାର୍? ସେଟା ମିଳୁଛି? ମିଳିଛି, ଏଇ ଅଳ୍ପ ସାର୍ ଦେଇଛି ସବୁ, ବିଶେଷ କିଛି ମାନେ ଦେଇନି, ଏତେଟା ସ୍ପଷ୍ଟ ଭାବରେ କିଛି ଦେଇନି, କେତେକଙ୍କର ଦେଇନି ମଧ୍ୟ। ଖାଲି ନାଇଁ ଭଗବତ ସାର ଏସ୍ ଏସ୍ ବି ପାଇଁ ତମେ ଦେଖ, ଏଇଟା ଦେଖ ବ୍ରହ୍ମାନନ୍ଦ ଖୁଣ୍ଟିଆଙ୍କର ଦେଖ, ସ୍ଵାଧୀନତା ପରବର୍ତ୍ତୀ ପ୍ରମୁଖ କ୍ଷୁଦ୍ର ଗଳ୍ପ ସ୍ରଷ୍ଟା ବା ଯୋଉଟା ଅଛି ସେ ବହିଟା ଦେଖ, ସେଥିରେ ଏସ୍ ଏସ୍ ବି ପାଇଁ ପୁରା ବେଷ୍ଟ ହେଲା। ଯୋଉ ପ୍ରଶ୍ନ ଏସ୍ ଏସ୍ ବି ପାଇଁ ନୁହଁ, ଆଜିକାଲି ସବୁଥିରେ ସେଇ ପ୍ରଶ୍ନ ଆସୁଛି, ତମର ନେଟ ରେ ହଉ, ଏସ୍ ଏସ୍ ବି ରେ ହଉ, ପିଜିଟି ରେ ହଉ, କାରଣ ପ୍ରଶ୍ନ ଆସୁଛି ଯେ ଏଇ ଗଳ୍ପ ସଂକଳନଟି କେବେ ପ୍ରକାଶ ପାଇଥିଲା, ବା ସ୍ଵାଧୀନତା ପରବର୍ତ୍ତୀ ପ୍ରମୁଖ ଗଳ୍ପ ସ୍ରଷ୍ଟା। ହଁ, କେବେ ପ୍ରକାଶ ପାଇଥିଲା, ବା ଏଇ ଗଳ୍ପର ଚରିତ୍ର କିଏ, ଆଉ ଏଇ ଗଳ୍ପ ସଂକଳନ କେବେ କୋଉ ପୁରସ୍କାର ପାଇଥିଲା ହେଲା। ବା କୋଉ ଧର ଯେମିତି କିଛି ଅଛି ରୋମାଂସ ଧର୍ମୀ ଗଳ୍ପ, କିଛି ଗଳ୍ପ ଅଛି ଚିତ୍ରକଳ୍ପ ଧର୍ମୀ ଗଳ୍ପ, କିଛି ଗଳ୍ପ ଏମିତି ଅଛି ଯେ ପଥିକ ଧର୍ମୀ ଗଳ୍ପ, କିଛି ଗଳ୍ପ ଜାତୀୟ ଚେତନା ଉପରେ ଗଳ୍ପ, କିଛି ଗଳ୍ପ ହଉଛି ମାର୍କ୍ସବାଦୀ ଗଳ୍ପ। ଯେମିତି ତମର ସେ ଘିନୁଆ ଗଳ୍ପ, କଣ ଘିନୁଆ ଯୋଉ ଅଛି ଚରିତ୍ର, ଅଧିକାର, ଏସବୁ ଯୋଉ ଗଳ୍ପ ଗୁଡାକ ତମେ ଦେଖିବ ମାର୍କ୍ସବାଦୀ ଗଳ୍ପ ହେଲା। ତ ଯୋଉ ହିସାବରେ ପ୍ରଶ୍ନ ଆସୁଛି, ସେଥିପାଇଁ ବହି ଗୁଡାକ ମୁଁ କହିଦେଲି, ଆଉ କିଛି ସେଇ ବହି ହିଁ ଦେଖ ହେଲା। ଠିକ ଅଛି। ଆଜ୍ଞା ସାର୍।